ଯେଉଁଠି ହାତୀ ଗଳି ଯାଉଛି ସେଠାରେ ପିମ୍ପୁଡ଼ି ଗଳି ପାରିଲା ନାହିଁ କାହିଁକି? ଏକ ଚାଞ୍ଚଲ୍ୟକର ଖବର ସମଗ୍ର ଅଞ୍ଚଳରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି, ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି। ଦର୍ଶକ ବନ୍ଧୁ, ମୃତା ବଡ଼ ଭଉଣୀର ବ୍ୟାଙ୍କ ଖାତାରେ ଥିବା ଟଙ୍କା ନିରକ୍ଷର ସାନ ଭାଇ ଉଠାଇ ନ ପାରି ବିଫଳ ହେବା ପରେ ଆଜି କବର ଖୋଳି ମୃତା ବଡ଼ ଭଉଣୀର କଙ୍କାଳସାର ଶବକୁ ବୋହି ନେଇ ବ୍ୟାଙ୍କ ବାରଣ୍ଡାରେ ରଖି ଟଙ୍କା ଦେବା ପାଇଁ ଦାବି କଲେ ସାନ ଭାଇ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜିତୁ ମୁଣ୍ଡାଙ୍କର ବଡ଼ ଭଉଣୀ କାଲରା ମୁଣ୍ଡା 56 ବର୍ଷ ବୟସରେ କୌଣସି ଏକ ରୋଗ ଯୋଗୁଁ ଗତ ଜାନୁଆରୀ 26 ତାରିଖରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ନାମରେ ମଲିପସି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଜମା ହୋଇ ରହିଥିବା ପ୍ରାୟ 20,000 ଟଙ୍କା ଉଠାଇବା ନେଇ ବ୍ୟାଙ୍କକୁ ଆସି ନିରାଶ ହୋଇଥିଲେ। ବାରମ୍ବାର ଆସୁଥିବା ଦେଖି ବ୍ୟାଙ୍କ ପରିଚାଳକ ଉତ୍ତ୍ୟକ୍ତ ହୋଇ ତୁମ ଭଉଣୀକୁ ନେଇ ଆସ, ଟଙ୍କା ଦେବି ବୋଲି କହିବାରୁ ଆଜି ଜିତୁ ମୁଣ୍ଡା 3 ମାସର କଙ୍କାଳସାର ଶବକୁ କବରରୁ ବାହାର କରି ଏକ ବସ୍ତାରେ ପୁରାଇ ମଲିପସି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଆଣି ବାରଣ୍ଡାରେ ରଖି ଶାଖା ପରିଚାଳକଙ୍କୁ ଦେଖ ଏବଂ ଟଙ୍କା ଦିଅ ବୋଲି ଦାବି କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଓ ଏଏସ୍ଆଇ ଗୌରହରି ଗୌଡ଼ିଆ ଘଟଣାସ୍ଥଳରେ ପହଞ୍ଚି ସମସ୍ତ କଥା ଶୁଣିବା ପରେ ଏକମାତ୍ର ଦାବିଦାର ଥିବା ଜିତୁ ମୁଣ୍ଡା କିପରି ତାଙ୍କ ଭଉଣୀଙ୍କ ଟଙ୍କା ଯଥାଶୀଘ୍ର ପାଇପାରିବେ ତାହାର ଉଚିତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।